ଆସନ୍ତୁ ସ୍ପେଶାଲ OTET 2025 ଶିଶୁ ବିକାଶ ଓ ଶିକ୍ଷା ବିଜ୍ଞାନର କିଛି ପ୍ରଶ୍ନ ଉତ୍ତର ଆଲୋଚନା କରିବା ଏବଂ ଆଗାମୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା। 1 ନମ୍ବର, ଶୈଶବାବସ୍ଥାରେ ବୌଦ୍ଧିକ ବିକାଶ କ୍ଷେତ୍ରରେ କେଉଁଟି ଠିକ୍? ଚତୁର୍ଭୁଜ ପୂର୍ବରୁ ବୃତ୍ତ ଅଙ୍କନ। 2 ନମ୍ବର, ନିମ୍ନୋକ୍ତ କେଉଁଟି ଶାରୀରିକ ଅଭିବୃଦ୍ଧି କ୍ଷେତ୍ରରେ ପ୍ରାକ୍ କୈଶୋରାବସ୍ଥାରେ ଠିକ୍? ବାଳିକାମାନଙ୍କ କ୍ଷେତ୍ରରେ ବାଳକମାନଙ୍କ ଅପେକ୍ଷା ଅଭିବୃଦ୍ଧି ଅଧିକ ହୋଇଥାଏ। 3 ନମ୍ବର, ଜଣେ ଶିକ୍ଷକ ଭାବେ ଆପଣ ଏକ କମ୍ ଉଚ୍ଚତା ବିଶିଷ୍ଟ ପିଲା ପାଇଁ କ'ଣ କରିବେ? ଶ୍ରେଣୀର ପ୍ରଥମ ଧାଡ଼ିରେ ବସିବାକୁ କହିବା। 4 ନମ୍ବର, ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ କେଉଁ ବୈଶିଷ୍ଟ୍ୟ ସାଧାରଣତଃ ପରିଲକ୍ଷିତ ହୁଏ ନାହିଁ? ସେମାନଙ୍କର ଭାବପ୍ରବଣ ସମସ୍ୟା ନାହିଁ। 5 ନମ୍ବର, ସୀମାବର୍ତ୍ତୀ ମାନସିକ ଅନଗ୍ରସର ପିଲାମାନଙ୍କର ବୁଦ୍ଧିଆଙ୍କ କେତେ? 70ରୁ 50। 6 ନମ୍ବର, ଶିକ୍ଷଣ ପ୍ରକ୍ରିୟାରେ ପ୍ରଯତ୍ନ ଓ ପ୍ରମାଦ ଶିକ୍ଷଣ ତତ୍ତ୍ୱ କିଏ ପ୍ରତିପାଦନ କରିଥିଲେ? ଥର୍ନଡାଇକ୍। 7 ନମ୍ବର, ବ୍ଲକ ସ୍ତରରେ କିଏ ଶିକ୍ଷା କ୍ଷେତ୍ରରେ ପ୍ରଶାସନିକ ଅଧିକାରୀ ଅଟନ୍ତି? ବ୍ଲକ ଶିକ୍ଷା ଅଧିକାରୀ। 8 ନମ୍ବର, ନିମ୍ନୋକ୍ତ କେଉଁଟି ଶିକ୍ଷଣ ଭାବେ ମୂଲ୍ୟ ନିର୍ଦ୍ଧାରଣ କୁହାଯାଏ? ଶିକ୍ଷଣ ଓ ମୂଲ୍ୟାୟନ ଏକା ସାଙ୍ଗରେ ଚାଲିଥାଏ। 9 ନମ୍ବର, ଶିଶୁ ବିକାଶରେ କେଉଁ ପର୍ଯ୍ୟାୟରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥାଏ? ପ୍ରାରମ୍ଭିକ ବାଲ୍ୟାବସ୍ଥା। 10 ନମ୍ବର, ଶୈଶବାବସ୍ଥାରେ ହାରାହାରି ବୟସ କେତେ? ଜନ୍ମଠାରୁ 2 ବର୍ଷ ବୟସ। 11 ନମ୍ବର, କେଉଁ ଶିକ୍ଷଣ ଅକ୍ଷମତା ଶବ୍ଦ ଅନ୍ଧତା ଭାବରେ ମଧ୍ୟ ଜଣାଶୁଣା? ଡିସଲେକ୍ସିଆ। 12 ନମ୍ବର, ଶ୍ରବଣ ଶକ୍ତିହୀନ ଶିଶୁଙ୍କ ବିଷୟରେ କେଉଁ ଉକ୍ତିଟି ଠିକ୍ ନୁହେଁ? ସେମାନଙ୍କର ବୁଦ୍ଧ୍ୟାଙ୍କ କମ୍। 13 ନମ୍ବର, ଶିକ୍ଷକଙ୍କର କେଉଁ ଆଚରଣ ଛାତ୍ରୀମାନଙ୍କର ସକାରାତ୍ମକ ପ୍ରତିଛବି ପ୍ରତି ଅବଦାନ ରଖେ ନାହିଁ? ପୁଅମାନଙ୍କୁ ଝିଅଙ୍କ ପରି ବ୍ୟବହାର ନ କରିବାକୁ କହିବା। କେଉଁଟି ଓଡ଼ିଶାର ଜନଜାତି ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ସମ୍ବନ୍ଧରେ ସତ୍ୟ ନୁହେଁ? ଶିକ୍ଷକ ଏବଂ ଜନଜାତି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାମାଜିକ ଦୂରତା ନଥାଏ। 15 ନମ୍ବର, ଦକ୍ଷତା ଭିତ୍ତିକ ଶିକ୍ଷା ବାବଦରେ କେଉଁଟି ସତ୍ୟ? ଦକ୍ଷତା ପ୍ରଦର୍ଶନ ଉପରେ ଧ୍ୟାନ। 16 ନମ୍ବର, TLM ବ୍ୟବହାର ବାବଦକୁ କେଉଁ ଉକ୍ତିଟି ଠିକ୍ ନୁହେଁ? ଏହା ଶିକ୍ଷାର୍ଥୀଙ୍କ ଅତ୍ୟଧିକ ନିୟୋଜନ ହେତୁ ଆଗ୍ରହ ହ୍ରାସ କରେ। 17 ନମ୍ବର, ସାଧାରଣ ଶିକ୍ଷା ପରିପ୍ରେକ୍ଷୀରେ ଅନ୍ତର୍ନିବେଶୀକରଣ କହିଲେ କ'ଣ ବୁଝାଯାଏ? ବିବିଧତା ସତ୍ତ୍ୱେ ସମସ୍ତଙ୍କର ଶିକ୍ଷାକୁ ସୁନିଶ୍ଚିତ କରାଇବା। 18 ନମ୍ବର, କେଉଁ ନୀତିଟି ଅନ୍ତର୍ନିବେଶୀ ଶ୍ରେଣୀଗୃହରେ ସାର୍ବଜନୀନ ଶିକ୍ଷଣ ପରିକଳ୍ପନାକୁ ସୀମିତ କରିଥାଏ? ପାଠ୍ୟପୁସ୍ତକଗୁଡ଼ିକ ଶିକ୍ଷାର୍ଥୀ କାର୍ଯ୍ୟପୁସ୍ତକମାନଙ୍କ ସହଯୋଗିତା ମିଳେ। 19 ନମ୍ବର, କେଉଁଟି ସହଶୈକ୍ଷିକ ମୂଲ୍ୟ ନିର୍ଦ୍ଧାରଣ ଅଧୀନରେ ଆସିଥାଏ? ଜୀବନ କୌଶଳ। 20 ନମ୍ବର, କେଉଁଟି ମୂଲ୍ୟ ନିର୍ଦ୍ଧାରଣର ଉଦ୍ଦେଶ୍ୟ ନୁହେଁ? ଶିକ୍ଷାର୍ଥୀମାନଙ୍କୁ ର୍ୟାଙ୍କ ପ୍ରଦାନ କରିବା। 21 ନମ୍ବର, ଶିଶୁର କେଉଁ ବୟସରେ ବସ୍ତୁର ସ୍ଥାୟିତ୍ୱ ସମ୍ପର୍କରେ ଧାରଣା ଆରମ୍ଭ ହୋଇଥାଏ? ହାରାହାରି 8 ମାସରୁ। 22 ନମ୍ବର, ପିଆଜେଙ୍କ ଜ୍ଞାନାତ୍ମକ ପଦ୍ଧତି ଅନୁସାରେ 7ରୁ 11 ବର୍ଷ ପିଲାମାନେ କେଉଁ ପ୍ରକାର ଚିନ୍ତାଧାରା ପ୍ରଦର୍ଶନ କରିଥାନ୍ତି? ଆରୋହୀ ଚିନ୍ତାଧାରା। 23 ନମ୍ବର, ପ୍ରାଥମିକ ଶିକ୍ଷାରେ ପିଲାଟି କେଉଁ ଭାଷାରେ ଶିକ୍ଷାଲାଭ କରିବା ଉଚିତ? ମାତୃଭାଷା। 24 ନମ୍ବର, କେଉଁଟି ଭାବପ୍ରବଣ କ୍ଷେତ୍ରରେ ଅନ୍ତର୍ଭୁକ୍ତ ନୁହେଁ? ଶାରୀରିକ ଦକ୍ଷତା। 25 ନମ୍ବର, କେଉଁଟି ମୂଲ୍ୟ ନିର୍ଦ୍ଧାରଣର ଏକ କୌଶଳ ନୁହେଁ? ପ୍ରାଥମିକ ମୂଲ୍ୟାୟନ। 26 ନମ୍ବର, କେଉଁଟି ଛାତ୍ରଛାତ୍ରୀଙ୍କର କୌଣସି ଏକ କାର୍ଯ୍ୟରେ ଅଭିବୃଦ୍ଧି, ଆତ୍ମପ୍ରତିଫଳନ ଏବଂ ସଫଳତା ପ୍ରଦର୍ଶନ କରୁଥିବା ଏକ ସଂଗ୍ରହ? ପୋର୍ଟଫୋଲିଓ। 27 ନମ୍ବର, ଶିକ୍ଷକ କୈନ୍ଦ୍ରିକ ପନ୍ଥାରେ କେଉଁଟିକୁ ଅଧିକ ଗୁରୁତ୍ୱ ଦିଆଯାଏ?
ଶିକ୍ଷକମାନେ ଶିକ୍ଷଣ ଶୈଳୀରେ ନେତୃତ୍ୱ ନେଇଥାନ୍ତି। 28 ନମ୍ବର ଶିକ୍ଷାର୍ଥୀ କୈନ୍ଦ୍ରିକ ପଦ୍ଧତିରେ କେଉଁଠି ଲାଭଜନକ ନୁହେଁ? ସମୟ ସାପେକ୍ଷ କାର୍ଯ୍ୟାନ୍ୱୟନ। 29 ନମ୍ବର କୋହଲର କେଉଁ ସିଦ୍ଧାନ୍ତ ସହ ଜଡ଼ିତ? ଶିକ୍ଷଣ ସିଦ୍ଧାନ୍ତ ସହ ଜଡ଼ିତ। 30 ନମ୍ବର ଗେଷ୍ଟାଲଟ ମନୋବିଜ୍ଞାନୀମାନେ କେଉଁ ପ୍ରକାର ଶିକ୍ଷଣ ପ୍ରଚଳନ କରିଥିଲେ? ପ୍ରଯତ୍ନ ଓ ପ୍ରମାଦମୂଳକ ଶିକ୍ଷଣ।